ଠାକୁର କହିଲେ କହିଲେ ଆସରେ ମାଧବ ସାଧବ ଘର ବୋହୁ ଶୋଇଛନ୍ତି ପଲଙ୍କ ପର ଅପାତ ଦେଇ ଶୋଇଅଛି ଜେମା ରମା ରମା କହିଲେ ଲକ୍ଷ୍ମୀ ଉଠିବ ନାହିଁ ସେ ଅଲ୍ୟାଳି ଜେମା ଲକ୍ଷ୍ମୀ ହେଉଛନ୍ତି ଧନରାତ୍ରୀ ଧନରାତ୍ରୀଙ୍କର ଦ୍ୱାରରେ ଲକ୍ଷ୍ମୀଙ୍କର ଦ୍ୱାରରେ ଗୋଟିଏ କପାଟ ପଡ଼ିଛି କହିଲେ ଉଠିଲେ ନାହିଁ ସେ ଅଲ୍ୟଳ ଜେମା ଅଷ୍ଟମ ଦଶାରେ ଛନ୍ତି ଅଭିରାମ 42 ଚାବି ଦେଇ ଧନୀ ଶୋଇଛନ୍ତି ମାତ ଲକ୍ଷ୍ମୀ ହେଉଛନ୍ତି ଧନର ଦେବତା ଧନରାତ୍ରୀ ତାଙ୍କ ଦ୍ୱାରରେ ବାପା 42ଟି ତାଲା ପଡ଼ିଛି ଇଏ 42ଟି ତାଲାକୁ ଆମେ ପାଲା ବାଲା ଅଙ୍ଗନବାଡି ଘର ଗୋଟାଏ ତାଲା ଦେଇଛନ୍ତି ତାଲାର ମୋଟ ଅନୁସାରେ ଏ ହୋଲ ହେଇନି ଚାବି ପକେଇ ପାରୁନି କିନ୍ତୁ ଏଇ ଯୋଉ ଧନର ଘରେ 42ଟି ତାଲା ପଡ଼ିଛି 42ଟି ତାଲା ଇଏ 42 ତାଲାକୁ 42 କାଠି ଦ୍ୱାରା ଖୋଲିଲେ ଆମେ ଧନର ଘରକୁ 42 ଚାବି ମା ଜଗଦେବୀ ଘରକୁ ଯାଇ ଧନ ଆଣିବା ମାଙ୍କୁ ବିଦାୟ ଦେବା କାଠି କଥା ଏତେ କଥା ପଡିବ କେତେ ସମୟ ଲାଗିବ 42ଟା ତାଲାକୁ ଖୋଲିଲା ରାତି ପାଇଯିବ ଆଉ ଧନ ନଥିଲା ତିନି ପଞ୍ଚଟା ଦେଖିବା ବାବୁରେ ଇଏ ଚେତନାର ଚାବୁ କୁମାରୀ ମହାପୁରୁଷ ମାନେ କହିଲେ ଚର୍ମ চর্মটা কেই আঙ্গুল জন্ম কোন কলে মুটি চর্ম বেটিছি সিনা 84 কি তাহলে চর্মটা তোমার কেই আঙ্গুল 84 আপনি কইলে 84 মতে পুরি বতা তো যমুনা কেতে কাঠি যমুনা 84 গঙ্গা কেতে কাঠি 84 কাঠি দুনিয়ারে আসল কেতে 84 দুনিয়ারে নরক কেতে 84 নরক তো জগন্নাথଙ୍କର বেড়া কেই হাত 84 হাত ମୋ ମା ମାନେ ବସିଛନ୍ତି ମା ବର୍ଷରେ ମୋ ମା ମାନେ ନାରୀ ଜାତି କେଇ ଦିନ ଅପବିତ୍ରା ହେବେ କକା बोलो ତୁ ଜାଣିଥିବୁ 84 ଦିନ ମାସକୁ 7 ଦିନ ବର୍ଷରେ 12 ସପ୍ତାହ 84 ଇଏ ଦୁନିଆରେ ଆସନ କେତେ 84 ନର୍କ କେତେ 84 ଆପଣଙ୍କର ଜଗନ୍ନାଥଙ୍କର ବେଢା କେଇ ହାତ 84 ଶରୀରର ମାପ କେତେ 84 ଏ ବୃନ୍ଦାବନ କେତେ କୋଷ 84 କୋଷ ଆପଣ ମାନଙ୍କର ଏ ଶରୀରର ଆଙ୍ଗୁଳ କେତେ 84 ଚର୍ମ ଯଦି ଚୋଗା ଆସି କେଡ଼େ କେଡ଼େ ଜ୍ଞାନୀମାନେ ବସିଛନ୍ତି ମୋ ବାଗୁଡ଼ାରେ ବସିଛନ୍ତି ଆମେ ମୂର୍ଖ ଯାହା କାନ ଧରି ଶିଖେଇଛନ୍ତି ସେଇଆକୁ ଆପଣଙ୍କ ଆଗରେ ଟିକେ ମାପିକି ଦେଖିଲ ଶରୀରଟା କେମିତି ଚୋଗା ଆସି
আদর আমার বলতে আমার চব্বিশ আদর পটিয়ে উঠে হারবে ये 24 के मिल 24 ए पंडित ये पंडित मोबाइल उठे हाथे हटते ये भी 24 के मिल एठो ये 24 के गुण तीन मैं 24 तेरे 22 तेरे ये कंट्रोल वाले तो वो नाम ने दे उठे से पूरा गुण समझे बाबू अनंतर चंद्र धारण स्थान ये चांखेड़ चाखड़े 12 12 युक्त 12 72 73 74 75 একটি হ্যান্ড করি করে দেখাই अच्छा पानी दियो चा टिके गरम करी যদি 84 ফুল ঠিক পর্যন্ত त्रिपुटा संधि पर्यंत এই নেত্র যদি পর্যন্ত দেখিবা त्रिपुटा संधि আন্তর কোন চালে আমি রাখি महिला काई की कोइले नी काई कॉफी আমার কহিনালে কইলে শরীর ট্র্যাক করে 84 গুলি নাই নাই অদ্ভুত কইলে বলে যাহা বলু চন্দ্রী চৌরা କହିଲେ ବାକିର ଇଚ୍ଛା ଆଉ ଚାରିଆଙ୍ଗୁଳ ପ୍ରଭୁର ମୁକ୍ତି କେତେ मुक्ति 84 मुक्ति ଚାରି ପ୍ରଭୁର ଦ୍ୱାର କେତେ लाला चारी ଦ୍ୱାର ଏମିତି चारी ପ୍ରଭୁର ଭକ୍ତି କେତେ प्रभुर भक्ति ଚାରି ପ୍ରଭୁର ମାସ କେତେ नाग चारी ସତ୍ୟ ପାଖରୁ ମିଥ୍ୟାର ଦୂରତା କେତେ चारी କାନ ଶୁଣିବ ମିଥ୍ୟା ଆଖି ଦେଖିବ ସତ୍ୟ चारी କାନ ପାଖରୁ ଆଖିର ଦୂରତା ଚାରି ଆମଳି ଆରେ ମାତୃ ଯୋନି ପାଖରୁ ଭୂମିର ଦୂରତା କେତେ नहीं चारी ସ୍ୱର୍ଗ ପାଖରୁ ପାତାଳର ଦୂରତା କେତେ ए तेरा लोग चारी चारी ଇଏ ଦୁନିଆରେ ଜାତି କେତେ चाटी चारी ଅବଢା ଆଣି କେଇ ପଇସା चारी पैसा ଚାରି ଅଣା चारी होना तो କିଏ ବାଇଶି ये दुनिया रे जाति केते जाति चारी वर्ण केते वर्ण चारी जाति चारि कोन कोन ब्राह्मण ना कौन जने फल पंडित आज्ञा एक पाठी और पुओ फल ब्राह्मण पिला कोन सेटा ब्राह्मण ବ୍ରାହ୍ମଣ कौन ବ୍ରାହ୍ମଣ रेप होची ना मोर रेप हो गया जाति चारि ब्राह्मण क्षत्रिय शूद्र वैश्य এই জাতি अच्छा ମୁଁ ପଢିଛି କହିଦେବି ଘୋଷି କହି সত্য ये जानना तीर्थर श्रेष्ठ के ବ୍ରାହ୍ମଣ काई श्रेष्ठ ଖାଇବାକୁ ଆପଣମାନେ ଡାକିବେ ହଁ ଖାଇବାକୁ ଯେତେ ମନ ଭରିକି ଦେବେ ହଁ ପୁଣି ସାଇଡରେ ପଥର ପକେଇକି ଘରକୁ ଏଇଥିପାଇଁ ଶ୍ରେଷ୍ଠ जने ब्राह्मणर पिला ବ୍ରାହ୍ମଣ ହେଲା ପରେ ଭଲ ପଣ୍ଡିତ ଜଣେ ରିଏଲ କଥା ରିଏଲ କଳାକାର ଜଣେ ଆଜ୍ଞା ସେ ସକାଳୁ ଉଠି ନିଜ ଜାତିର ନିନ୍ଦା ସୋଜାତି ପରମହଂସ ବ୍ରାହ୍ମଣ ମାନେ ଉତ୍ପଳ ପାଇଁ ସେଇଥିପାଇଁ ଶ୍ରେଷ୍ଠ ଓ ବ୍ରାହ୍ମଣ ମାନେ ଲୋଭୀ ଭାରି ଲୋଭୀ ଅଭୟ ଅଟରେ ଦିଦି
ବ୍ରାହ୍ମଣ ମାନେ କାହିଁକି ଲୋଭି? ତାଙ୍କ ଛୁଆ ପିଲାଙ୍କ ପାଇଁ। ନା ଆମ ପରିବାରରେ ତମେ ଚାରି ଭାଇ ଘର ଚଳିବ କିଏ? ବଡ଼ ଭାଇ ପଇସା ରଖିବ କିଏ? ବଡ ଭାଇ ଘର ଯଦି ଭାଙ୍ଗିବ କାହା ପାଇଁ ଭାଙ୍ଗିବ? ବଡ ଭାଇ ପାଇଁ। ଘରର ମଝି ଖୁଣ୍ଟ କିଏ? ବଡ ଭାଇ ସାନ ଭାଇ ଯଦି 5,000 ମାଗେ ଦୁର୍ଗା ଇଏ ଲକ୍ଷ୍ମୀ ପୂଜାରେ ଖର୍ଚ୍ଚ ହେବ, ବଡ ଭାଇ କେତେ ଦବ? 5 ଟଙ୍କା। 8,000 ବେଳେ 2,000 କି 1,000 ଦେବ। ବଡ ଭାଇଟା ଲୋଭନ କଲେ ପରିବାରଟା ଭାଙ୍ଗି ଘରର ମଝି ଖୁଣ୍ଟ ହେଉଛି ବଡ ଭାଇ। ବ୍ରହ୍ମଙ୍କର ଯୋଉ ପରିବାର ବଡ ଭାଇଟା ଲୋଭନ କଲେ ଘର ଭାଙ୍ଗିଯିବ। ବ୍ରହ୍ମଙ୍କର ଯୋଉ ପରିବାର ଇଏ ପରିବାରରେ 4 ପୁଅ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଇଏ 4 ଭାଇ ଭିତରେ ବଡ କିଏ? ବଡ ବ୍ରାହ୍ମଣ। ଆଉ ବ୍ରାହ୍ମଣ ଜାତି ଯଦି ଲୋଭି ନ ହେବେ ସଂସାର ଘରଟା ଭାଙ୍ଗିଯିବନି। ଭାଙ୍ଗିଯିବ। ହଁ ବାପା କୋଣ ହସିଲେ ଇନ୍ଦିରା ଆବାସ ମିଳିବ। ଘରକୁ ଗଲାନି ୟା ଭିତରକୁ ଆସୁନା ସେ ପୋକ ଚିନ୍ତିଲେ ତୁଟେ ତତ୍ତ୍ୱ ବୁଝିଲେ ଗୋଟେ ଭ୍ରାନ୍ତି ଭବ ସାଗର ତରିକା। ୟା ଶରୀର ଭିତରେ 4 ଜାତି କିଏ? କିଏ ସାର୍ ପ୍ରମାଣିତ? ତମର ଉପରେ 4ଟି ଦ୍ୱାର କାନ ନାକ ଆଖି ପାଟି ଇଏ 4 ଦ୍ୱାର ଇଏ 4 ଦ୍ୱାର ନୁହେଁ ଜାତି ଆ ଭିତରେ ବ୍ରାହ୍ମଣ କିଏ? ବ୍ରାହ୍ମଣ କିଏ? ଶୂଦ୍ର କିଏ? କ୍ଷତ୍ରିୟ କିଏ? ବୈଶ୍ୟ କିଏ? ବ୍ରାହ୍ମଣ ହେଉଛି ନାସିକା। ବ୍ରାହ୍ମଣ ନାସିକା କାହିଁକି? ସିଂହାଣି ଆଉଠି ବୋଲି ବ୍ରହ୍ମରୂପୀ ପ୍ରାଣକୁ ବ୍ରହ୍ମରୂପୀ ପବନକୁ ବ୍ରହ୍ମରୂପୀ ଧନକୁ ଯୋଉ ମାର୍ଗ ଦେଇ ଯୋଉ ପଥ ଦେଇ ଆମେ ଧାରଣ କରୁଛେ ବ୍ରହ୍ମକୁ ଧାରଣ করে দিয়ে ସିଏ ହଉଛି ବ୍ରାହ୍ମଣ। ଇଏ ନାସିକା ପଥ ଦେଇ ବ୍ରାହ୍ମଣଙ୍କ ପବନକୁ ଆମେ ଧାରଣ ଯାଉଛି ବ୍ରହ୍ମକୁ। ଏ ନାସିକା ହେଉଛି ବ୍ରାହ୍ମଣ। ପାଲା କୋଉଠି ଦେଖେ ଅଳିଆ ନୁହେଁ। ପାଣି ଟିକେ ଦବ ଶୁଣିଲା ମୁଁ ମାଗୁନି ମୁଁ ମାଗୁନି କୁଆ କାହିଁ ପାନ ଖାଉଛନ୍ତି? କୁଆ ଉଠି ଯାଉଛି। ମୁଁ ମାଗୁନି କାନ ଶୁଣିଲା ଶୁଣିକେ ପାଣି ବଢିଲା ସେବା ଇଏ ଦୁନିଆରେ ସେବା করে দিয়ে କାନ ହେଉଛି ଶୂଦ୍ର ନାକ ହେଉଛି ବ୍ରାହ୍ମଣ ପାଟି କିଏ କରୁଛି ତମକୁ କରୁନି କ୍ଷତ୍ରିୟ ପିଲା କ୍ଷତ୍ରିୟ ଗରମ ଦେଖେଇବ। ସବୁବେଳେ ପାଟିରେ ଗଛ ଇଏ ପାଟିଟା ହେଉଛି କ୍ଷତ୍ରିୟ କାନ ହେଉଛି ଶୂଦ୍ର ନାକ ହେଉଛି ବ୍ରାହ୍ମଣ ରହିଲା ଆଖି କିଏ? ଆଖି କିଏ? ନା ଆଖି ହେଉଛି ବେପାର ବେପାରୀ। ଇଏ କି ବେପାରୀ? ନା ରୂପ ବେପାରୀ। ରୂପ ବେପାରୀ। ଇଏ କେତେ ସୁନ୍ଦର ଇଏ କେତେ ଅସୁନ୍ଦର ଇଏ ଶ୍ୟାମଳା ସବୁରବାସୀ କାହାର କେତେ କୋଠା, କାହାର କେତେ ଟଙ୍କା, କାହାର କେତେ ଗାଡି, ଏଇ ଆଖି ସବୁ ଦେଖୁଛି। ଇଏ ମଠକୁ କେଡ଼େ ସୁନ୍ଦର କରିଛନ୍ତି ନା ଲକ୍ଷ୍ମୀଙ୍କର ପ୍ରତିମା କେଡ଼େ ସୁନ୍ଦର ମାଇକ୍ ଅପରେଟର ଫାଇନାନ୍ସ ଟେଣ୍ଡ ସେଟା ସାତ ସଜା ହେଇଛି ବେଲୁନ ଟାଙ୍ଗି ବେପାର କରୁଛି ଆଖି ବେପାର ହେଲା ବୈଶ୍ୟ। ତାହେଲେ ଏ ଦୁନିଆରେ ବେପାର করে କିଏ? ବୈଶ୍ୟ ଆଖି ହେଉଛି ବୈଶ୍ୟ କାନ ହେଉଛି ଶୂଦ୍ର ଆଖି ହେଉଛି କ୍ଷତ୍ରିୟ ନାକ ହେଉଛି ବ୍ରାହ୍ମଣ। ବ୍ରାହ୍ମଣ ଶୋଇବୁ ଯାଉନୁ କଲହାଣ୍ଡି ଡାକିବି। କାନରେ ଶୁଣି ଶୁଣିକି ବୋର ଲାଗିଲା ଆଉ ଭଲ ଲାଗୁନି କାନରେ ଆଙ୍ଗୁଠି ଦେଇଦବା ବନ୍ଦ କରିଦବା ଆଉ ଶୁଣିଲାନି କାନ ପାଇଁ ବିଶ୍ରାମ ଅଛି ଇଏ ସୂର୍ଯ୍ୟ ପିଲା ବିଶ୍ରାମ ତୁଳା ଦେଇଦବା। ରାତି ରଖି ଟିକେ ଭଲ ଲାଗୁନି ରାତି 12ଟା ପରେ ପାଲା ବନ୍ଦ ରାତି ପାଇଁ ବିଶ୍ରାମ ଶୋଇଗଲେ ବନ୍ଦ। ଇଏ କ୍ଷତ୍ରିୟ ୟା ପାଇଁ ବିଶ୍ରାମ ଏ କାନ ଶୁଣି ଶୁଣିକି ବିଶ୍ରାମ ଆଖି ରଖି ରଖିକି ବିଶ୍ରାମ ଆଖି ଦେଖି ଦେଖିକି ଆଖି ଦେଖି ଦେଖିକି ବିଶ୍ରାମ ତାହେଲେ ବୈଶ୍ୟ ବିଶ୍ରାମ ନେଇପାରିବ ଶୁଦ୍ଧ ବିଶ୍ରାମ ନେଇପାରିବ କ୍ଷତ୍ରିୟ ବିଶ୍ରାମ ନେଇପାରିବ ନାକ ହେଉଛି ବ୍ରାହ୍ମଣ। ନାକ କୋଉଦିନ ମନା କଲାଣି ମୋ ପ୍ରଶ୍ୱାସ ନେଇପାରିବି କୋଉ ଦିନ କହିଛି?
নাঙ্গ মনে করিব শুনি পারি না শুনি আখি মনে করিব রক্ষি পারি পালা গাইবে না আখি মনে করিব দেখি পারি বন্ধ করে দেবে নাক কতজন মনে করে আমি প্রশ্বাস নেই পারিব এটা লোকি ଦେବା ବ୍ରାହ୍ମଣ ବ୍ରାହ୍ମଣ ନାକ ହଉଛି ବ୍ରାହ୍ମଣ ଯେତେ ଦବ ସେତେ ଯେତେ ନବ ସେତେ ଦବ ଖାଇଲେ ଚାଲିଛି ବସିଲେ ଚାଲିଛି ଶୋଇଲେ ଚାଲିଛି ସବୁବେଳେ ଚାଲିଛି ବ୍ରାହ୍ମଣ ସେବାରେ ଚାଲିଛି ନାକ ଯୋଉଦିନ ପବନ ନେବା ବନ୍ଦ କରିଦବ ଆଜ୍ଞା ବ୍ରାହ୍ମଣ ଯୋଉଦିନ ଲୋଭ ଛାଡ଼ିଦବ ଏ ଘର ରହିବ ଇଏ ଶରୀର ଘରଟା ତୁମର ଭାଙ୍ଗି ବଢିଆ କଣ କହିଲେ କହିଲେ ଘରେ ମାନ ঘরে যদি উপরে চারটি দ্বার উপরে মস্তকরে চারটি দ্বার তলে গড়ে কেতে জানো দুইটি গড়ে দুই লিঙ্গ আর গুড় উপরে চার তলে দুই মଣିଷ মরিগলা মଣିଷ মୃତ୍ୟୁ ମୁଖରେ ଆଜ୍ଞା ପଇସା ନେଇ ଆସ କଇ ଆଣ ମଣିଷ ମତ୍ରା ନଗୟାତ ହରି କୁମାର ପାତ ଶଶି ଖଣ୍ଡ ମୂଳି ରଞ୍ଚେ ସସଂକୃତ ପାଦ ପଦ୍ମ ପୟା ଦିଗାତ ପରମେଶ୍ୱର ନାଟା କୁହ ଭାଇ ମଣିଷ ମଣିଷ ମରିଗଲା ତମେ ପୂର୍ବତ୍ୱ ନେଇଲ ମଣିଷର ମୁଣ୍ଡ ଉତ୍ତରକୁ ପାଦ ଦକ୍ଷିଣକୁ ପୂର୍ବତ୍ୱ ନେଇ ଅପରାଧର ଦେଶରେ ଶାନ୍ତି କାମନା କର ବାଘରେ ମୁଣ୍ଡ ଦକ୍ଷିଣରେ ପାଦ ମସ୍ତକରେ ଚାରୋଟି ଦ୍ୱାର ଚାରୋଟି ଦ୍ୱାର ପାଲା ଦେଖେ ଗଣିଷ ତ୍ରାଣ ଭୟାତ ହରି କୁମାର ପାଦ ଶଶି ଖଣ୍ଡ ମୂଳି ରଞ୍ଚେ ସସଂକୃତ ପାଦ ପରମେଶ୍ୱର ନାରାୟଣ ମାତ ଲକ୍ଷ୍ମୀ ମୋ ସାରଙ୍କୁ କଲ୍ୟାଣ କରନ୍ତୁ ଆଣିଲେ ବାବା ତାହେଲେ ପାଖରେ ଚାରୋଟି ଦ୍ୱାର ଦକ୍ଷିଣରେ ଦୁଇଟି ଦ୍ୱାର ବାମରେ ଚାରି ଦକ୍ଷିଣରେ ଦୁଇ ଚାରିରେ ଦୁଇ ଚାରି ଦୁଇ ଛଅ ଚାରି ଦୁଇ ଗୋଟିଏ ତାଲା ଖୋଲିବା ବାମରେ ଚାରି ଦକ୍ଷିଣରେ ଦୁଇ ଗୋଟିଏ ତାଲା ଖୋଲିବା ଚାରିରେ ଦୁଇ ଇଏ ବୋଲେ ये दुनिया रे प्रकृति केते प्रकृति 25 रंग कହୁची मु घोसी कहबी ना किया पकरी कहबी ना तो कथारे कहबी प्रकृति एमसे 25 अरे रिपु केइटा रिपु केते कहबी सारा रिपु और कैसे युक्त 25 6 25 26 27 28 29 31 पवन केइया मुड़ जाए 12 31 युक्त 31 बारे केते 31 बार समय 43 अरे ब्रह्म एक ना दुई ब्रह्म एक शरीर जे तोले ब्रह्म पड़िबो 43 की दुई एक गले ये बोले ओ भिया ये स्वर्ग अंतर वर्ण के कोटि वर्ण 50 ମୋ ଜ୍ଞାନୀ ମାନେ ଯେତେବେଳେ ନ୍ୟାସ କରନ୍ତି ନନାଗ ସେଇ ଯେତେବେଳେ ନ୍ୟାସ କରନ୍ତି ପଞ୍ଚକର୍ମ ଭିତରେ ଆସନ ଶୁଦ୍ଧି ଠାରୁ ଅର୍ଘ୍ୟ ସଂସ୍କାର ପର୍ଯ୍ୟନ୍ତ ନ୍ୟାସ କଲାବେଳେ ବଡି ମାତୃକା ନ୍ୟାସରେ ଗୋଟିଏ ପଦଗାନ ଆସୁ କଣ ନାଧାରଣିଙ୍ଗନାବ ବୁଦ୍ଧ ଦୁଃଖରି ହୃଦୟରେ କଣ୍ଠ ଦେଶେ ଗଲାକେ जो पत्रे जोड़ सारे पदों में मामो साधे चतुर्से ओरे बसंती गाल मध्य दुख कटा सरिका थोड़े से शांत
ଖାଲି ହିସାବଟା ଦେଇଦବା ଆମ ଶରୀରରେ 50 ପଦ ଠାରୁ ଝିଅ 50 କିଏ ପିଲାମାନେ 47 ପଢୁଥିଲେ 50 ପଢୁଥିଲେ 47 ରିପୁ 6 ଦେବତା କିଏ ଆଧାର ଦେବତା ଆଧାର ଗଣେଶ ବକ୍ରତୁଣ୍ଡୀ ବାମନ ହେଉଛି ମୂଷିକ ଆସିବା ଲିଙ୍ଗଚକ୍ରରେ ପନ୍ଦରକୁ ଆଉ ରଖି ବାହନ କିଏ ଚକ୍ରରେ ବ୍ରହ୍ମା ସାବିତ୍ରୀ ବାହନ ହେଲେ ହଂସ ଚକ୍ରରେ ଲକ୍ଷ୍ମୀ ନାରାୟଣ ବାହନ ହେଲେ ଗରୁଡ଼ ଚକ୍ରରେ ଈଶ୍ୱର ପାର୍ବତୀ ବାହନ ହେଲେ ଷେଣ୍ଢ ଆଜ୍ଞା ଶିବ ପାର୍ବତୀଙ୍କର ବାହନ କିଏ ଷେଣ୍ଢ ବୃଷଭ ଠିକ ଆମ ଗାଁ ମନ୍ଦିରକୁ ଚାଲୁଛନ୍ତି ଶିବ ପାର୍ବତୀଙ୍କର ବାହନ ବୃଷଭ ଯଦି ଠିକ ଆମେ ତାକୁ ବାସୁଆ ବଳଦ କହିଲେ କିଏ ବଳଦ କହୁଛି କିଏ ବୃଷଭ କହୁଛି କିଏ ଷେଣ୍ଢ ବଳଦ ଷଣ୍ଢ ନା ଷଣ୍ଢ ଯିଏ ବଳଦ ଏ କଥାଟା ଶିବଙ୍କର ବାହନ ବଳଦ ନା ଷଣ୍ଢ ବାସୁଆ ବଳଦ କହୁଛନ୍ତି ବିଷ୍ଣୁ କହୁଛନ୍ତି ବୃଷଭ ଏଠି କବି କହୁଛନ୍ତି ବାସୁଆ ବଳଦ this is point ଦେବତା ଆଦିର ମାନେ ବାହନ ହେଉଛନ୍ତି ମୟୁର ଅଭିମନ୍ୟୁ ଚିନ୍ତା ହେଲେ ତୁମେ ଆଦି ଜଣେ ଅନାଦି ଜଣେ 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 ବାପା ଲଳାଟ ଚିତ୍ରରେ ଦେବତା ଶରୀରରେ ଯଦି 50 ପଦ୍ମ ଏ ଶରୀରଟା 8ଟି ଦ୍ରବ୍ୟରେ ଗୋଟିଏ ଗଛ ଶରୀର ଯଦି 8ଟି ଦ୍ରବ୍ୟରେ ତିଆରି ଏ ଶରୀରଟା ଯୋଉଦିନ ପୋଡ଼ାଯିବ ଅଷ୍ଟଦ୍ରବ୍ୟ ନଷ୍ଟ ହୋଇଛି ମାଙ୍କର ये मूर्ति पूरे विसर्जन पूरे अपन हॉस्पिटल ए पूरा बहुत का ये दिन का सारी पूजा ये अष्टद्रव्य नष्ट है ताले 50 से बनोई कर अष्टद्रव्य नष्ट है 50 से आते गले आउ 4 रे 2 42 आगु ए बोले ये शरीर व्यंजन वर्ण कई अक्षर व्यंजन वर्ण केते कौन अठारक्ष 34 चौतीस अपना केते अपना 8 बररत ससरद 34 रूप 8 समाने 42 सारी खुदानी अरे जीवा लक्ष्मी पाखकु जगन्नाथ क्षेत्र बाबुरे ये प्रसाद बंटन चाली वो जगन्नाथ महालक्ष्मी करो बाबू 12 मास रे जगन्नाथ कर पर्व करते 13 पर्व ভিতরে 13 তা না কাইতে গুটিচ্ছা কবি লিখিত তো মতে নাই কথা এলা বলকু 14 পয়সা 55 বলকু 25 টাকারে পড়িও এই তা না হচ্ছে গুটিচ্ছা যাত মুঝে গুটিচ্ছা যাত্রা রে
ରଥଟା ହଁ ତିନି ରଥ ତାଳ ଧ୍ୱଜ ଦେବଦଳନ ଦେବଦଳନ ନନ୍ଦୀ ଇଏ ତିନି ରଥ ଭିତରେ ବଡ ଭାଇ ବସନ୍ତି ତାଳ ଧ୍ୱଜ ତାଳ ଧ୍ୱଜରେ କାଳିଆ ବସନ୍ତି ନନ୍ଦୀ ନନ୍ଦୀ ଘୋଷରେ ମା ସୁଭଦ୍ରା ଦେବଦଳନ ଆଜ୍ଞା ଏ ବାକି ନା ଆଜ୍ଞା ଇଆଡ଼େ ଆସିଲ। ହଁ କହିଲେ ସାର୍ ତାଳ ଧ୍ୱଜ ରଥ ନନ୍ଦୀ ଘୋଷ ରଥ ଆଉ ଦେବଦଳନ ରଥ ହଉ ହଉ ପିଲାମାନେ ଭୋଗ ଖାଅ ଗୋଟିଆ କର ଭୋଗ ଖାଇକି ପଳେଇଲେ ନା କଣ ର ନା ସବୁ ହାତ ଧୋଇ ଆସିବେ ର ଏଇ ସବୁ ଖାଇବା ପାଇଁ କଣ ଭୋଗ ବଲଛି ଇଏ ନନ୍ଦୀ ଘୋଷ ଚକ୍ର କେତୋଟି ନନ୍ଦୀ ଘୋଷର 16 16ଟି ଚକ୍ର ଆଜ୍ଞା ଆରେ ପୁରୀରେ ଶାସିନୀ କେତେ 16 ଶାସନ ବେଦୀ କେତେ 16 ବେଦୀ ଧର୍ମବେଦୀ କେତେ 16 ଆଶ୍ଚର୍ଯ୍ୟ କେତେ 16 ମୁକ୍ତି ମଣ୍ଡପରେ କୁଣ୍ଠି କେଇଟା 16 ଅଷ୍ଟପରି ମହାମନ୍ତ୍ର କେତେ ନାମ 16 ନାମ 16 ନାମ 32 32 ଏ ପୁରୀରେ ଆଶ୍ଚର୍ଯ୍ୟ କେତେ ଆଶ୍ଚର୍ଯ୍ୟ ସେଇ 16 ଆଶ୍ଚର୍ଯ୍ୟ ଯମୁନା ଦିଟା କୂପ ଟୁପା ଜଗନ୍ନାଥ ପାଣି ଖାଆନ୍ତି ତା ଗଭୀର କେତେ 16 ହାତେ 16 ହାତ ଆଜ୍ଞା ଆରେ ମୋ ଜଗନ୍ନାଥଙ୍କର ଶାସିନୀ କେତେ 16 ଶାସନ ମୁକ୍ତି ମଣ୍ଡପରେ ଖୁଣ୍ଟି କେଇଟା 16 କେଇ ଜଣ ବ୍ରାହ୍ମଣ ବିଚାର ଦିଅନ୍ତି 16 ଜଣ ବ୍ରାହ୍ମଣ ମୋ ଜଗନ୍ନାଥର କଳା କେତେ କି 16 କଳା ହେଲେ ଜଗନ୍ନାଥ ମୋ କାଳିଆର ସବୁ 16 ଉପରେ ଯାଇବ ନାଇଁ ଆଉ ଯିବାନି ଛେଡ଼କୁ ବଢିଆ ସହ ବଢିଆ ପାଠକୁ ବଳିଆ ବାବା ବଢିଆର ରଚନା ହେଉଛି ତାଳ ଧ୍ୱଜ ତାଳ ଧ୍ୱଜ ତାଳ ଧ୍ୱଜର ଚକ କେତେ ତାଳ ଧ୍ୱଜର ଚକ କେତେ 14 ବା 14 କହିଲେ ମୁଁ 14 ତାର ନିଜ ହାତରେ ତମେ କେଇଟା 14 ପା ରାମଚନ୍ଦ୍ର କେଇ ବର୍ଷ ବନବାସ ଗଲେ 14 ବର୍ଷ ମା ସୀତା ଠାକୁରାଣୀ ହଁ। ରାବଣପୁରରେ କେଇ ମାସ କଟେଇଲେ 14 ମାସେ 14 ମାସ 14 ଦିନ ଆଜ୍ଞା ଆଜ୍ଞା ସମୁଦ୍ର ମନ୍ଥନ ହେଲା ହଁ। ଏତୋଟି ରତ୍ନ ବାହାରିଲା 14ଟି ରତ୍ନ ବାବୁ ମାନେ ଆଜ୍ଞା। ବଢିଆର ଚକ କେତେ 14 ଭୁବନ କେତେ 14 ବ୍ରହ୍ମାଣ୍ଡ କେତେ 14 ବୋଲେ 14 ବଢିଆର ସବୁ 14 16 14 30 ମୋ ମାର ରଥ ହେଉଛି ଦର୍ପଦଳନର 12ଟି ଚକ କଣ୍ଠାରେ କଣ୍ଠା କେତେ ଚକ ଗଳିଲେ 12 ହାତେ ଆପଣଙ୍କର ପ୍ରଶ୍ୱାସ କେଇ ଆଙ୍ଗୁଳି 12 ଆଙ୍ଗୁଳି ଜଗତଗୁରୁ ଅଭିରାମ ଅଭିରାମ ବାର କହୁଛି ମୁଁ କହୁଛି ମୁଁ ଆଜି ବାରକୁ ତୁ ମୋ ମା ହେଉଛି 12 କାଳିଆର 16 ବଳିଆର 14 ମାର 12 16 14 30 ମୋ ମାର 12 30 ଯୁକ୍ତ 12 ଆଉ ଗୋଟେ ତାଲା କରିବା ଇଏ ବୋଲେ ଅଭିରାମ
ଆଗକୁ କ'ଣ ହେଇଛି? এই পরম ধর্মরূপক পরম বৈষ্ণবী বৈষ্ণবী 42 তালার মালিক যিয়ে মালিকা আমার কর্তা আদি রমেশ বাবুঙ্কর পুত্র সংকেত বাবুঙ্কর মা জগজ্জননী কৃপা বর্ষা করন্তু চক্রবর্গ ফল প্রদান করন্তু জীবনକୁ ମଙ୍ଗଳମୟ କରନ୍ତୁ ପରିପୂର୍ଣ୍ଣ ଇଏ ଶରୀର ରୂପକ ଧନରେ ନିଜକୁ ପରିପୂର୍ଣ୍ଣ କରି ଶାନ୍ତି କାମନା କରନ୍ତୁ ये पालार दर्शक मंडली मानकर मनुष्यकामना पूर्ण करନ୍ତୁ सारंकर निर्देश गुणावंकर निर्देश पूरे विषय ना जगज्जननी मंगल कामना करी 120 वर्ष आनंदे कला हरि